ପିଲାମାନେ ତୁମେମାନେ ଗପ ଶୁଣିବା ପାଇଁ ବହୁତ ପସନ୍ଦ କର ନା? ଏଣୁ ତୁମ ପାଇଁ ଏକ ନୀତି ଶିକ୍ଷାମୂଳକ ଗଳ୍ପଟିଏ ପ୍ରସ୍ତୁତ କରାଯାଇଛି। ଗଳ୍ପଟିର ନାଁ ହେଲା ଅବିଶ୍ୱାସୀ ରାଜା। ତେବେ ଏହି ଗଳ୍ପରେ ଆମେ ଜାଣିବା ଉପଯୁକ୍ତ ଶିକ୍ଷକ କିଏ ଆଉ କିଏ ସଫଳତା ପାଇଥାଏ। ତେବେ ନିବେଦନ କରିବି ଭିଡ଼ିଓଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଦେଖିବ। ପିଲାମାନେ ତୁମେ ତ ଜାଣିଅଛ ବଣର ରାଜା ସିଂହ। ସିଂହ ଏକ ବଳୁଆ ପ୍ରାଣୀ। ବିଚାର ଦୃଷ୍ଟିରୁ ମଧ୍ୟ ସିଂହ ବଣର ଅନ୍ୟ ଜୀବଜନ୍ତୁଠାରୁ ଅଲଗା। ବଳୁଆ ପ୍ରାଣୀମାନେ ନିଜର ବଳ ଦ୍ୱାରା ଅନ୍ୟ ପ୍ରାଣୀକୁ ଭୟ ଦେଖାଇଥାନ୍ତି। ଏଣୁ ବଣର ଜୀବଜନ୍ତୁମାନେ ସିଂହକୁ ନିଜର ରାଜା ଭାବେ ମାନିଥାନ୍ତି। ପିଲାମାନେ ତୁମେ ତ ଜାଣିଅଛ ବିଲୁଆ ବଡ଼ ଚତୁର, ପଇଡ଼ ବଡ଼ ମଧୁର। ଆମେ ପଢ଼ିଛେ ବିଲୁଆ ବଡ଼ ଚତୁର, ପଇଡ଼ ବଡ଼ ମଧୁର। ସିଂହ ରାଜା ପାଖରେ ବିଲୁଆ ମହାମନ୍ତ୍ରୀ ରୂପେ କାର୍ଯ୍ୟ କରୁଥାଏ। ତୁମେମାନେ ଜାଣିଛ ବିଲୁଆର ବୁଦ୍ଧି ପ୍ରଖର, ସେ ଏକ ଚତୁର ପ୍ରାଣୀ। ସିଂହ ରାଜା ଭାବିଲେ ବଣରେ ବିଦ୍ୟାଳୟଟିଏ ଖୋଲିବେ। ରାଜାଙ୍କ ଆଦେଶରେ ବଣରେ ଏକ ଶାନ୍ତ ପରିବେଶରେ ବିଦ୍ୟାଳୟଟିଏ ସ୍ଥାପନ କରାଯିବାର ବ୍ୟବସ୍ଥା ହେଲା। ସିଂହ ରାଜା ହନୁ ମାଙ୍କଡ଼କୁ ଡାକି ଦାୟିତ୍ୱ ଦେଲେ। ହନୁ ମାଙ୍କଡ଼ ବଣର ସବୁ ପାତି ମାଙ୍କଡ଼କୁ ଡାକି କାର୍ଯ୍ୟରେ ଲଗାଇଲେ। ପିଲାମାନେ ତୁମେ ତ ଜାଣିଅଛ ତ୍ରେତୟା ଯୁଗରେ ମାଙ୍କଡ଼ମାନେ ସେତୁବନ୍ଧ ନିର୍ମାଣ କରିଥିଲେ। ମାତା ସୀତାଙ୍କୁ ଉଦ୍ଧାର ପାଇଁ ରାମଚନ୍ଦ୍ର ଯେତେବେଳେ ସମୁଦ୍ର ପାରି ହେଇ ଲଙ୍କାକୁ ଯିବା ପାଇଁ ଚାହିଁଲେ, ସେତେବେଳେ ସେ ସେତୁବନ୍ଧ ବାନ୍ଧିଥିଲେ ଆଉ ମାଙ୍କଡ଼ମାନେ ସେଇଠି ସେତୁବନ୍ଧ ନିର୍ମାଣ କରିଥିଲେ। ମାଙ୍କଡ଼ ତାର ଆଗ ଗୋଡ଼କୁ ହାତ ଭଳି ବ୍ୟବହାର କରିପାରେ। ସେ ଚାଲିପାରେ, ଦୌଡ଼ିପାରେ ଓ ଡିଆଁ ମାରିପାରେ। ଏଣୁ ମାଙ୍କଡ଼ମାନେ କାମରେ ଧୁରନ୍ଧର। ଜଙ୍ଗଲର ଏକ ସୁନ୍ଦର ପରିବେଶରେ ବିଦ୍ୟାଳୟଟିଏ ଗଢ଼ି ଉଠିଲା। ବିଦ୍ୟାଳୟ ପଛପଟେ ସୁନ୍ଦର ଖେଳ ପଡ଼ିଆ, ବିଦ୍ୟାଳୟ ଆଗରେ ଏକ ସୁନ୍ଦର ଫୁଲ ବଗିଚା। ପିଲାମାନେ ତୁମେ ତ ଜାଣିଅଛ ବଗିଚାକୁ ଉପବନ, ଉଦ୍ୟାନ, ପୁଷ୍ପବାଟିକା ଆଦି କୁହାଯାଏ। ବଗିଚାରେ ଧଳା ରଙ୍ଗର ଫୁଲ ଟଗର, ମଲ୍ଲୀ, ମାଳତୀ, ରଜନୀଗନ୍ଧା ଆଉ ନାଲି ରଙ୍ଗର ଫୁଲ ଗୋଲାପ, ମନ୍ଦାର, ଡାଲିଆ, ହଳଦିଆ ରଙ୍ଗର ଫୁଲ ଚମ୍ପା, କନିଅର ଆଦି ଶୋଭା ପାଇଲା। ସିଂହ ରାଜା ଘୋଡ଼ାକୁ ଶିକ୍ଷକ ରୂପେ ନିଯୁକ୍ତି ଦେଲେ। ପାଠପଢ଼ା ଅତି ସୁନ୍ଦର ଭାବରେ ଚାଲିଲା। ସିଂହ ରାଜାଙ୍କ ପୁଅ ମହାମନ୍ତ୍ରୀ ବିଲୁଆଙ୍କ ପୁତ୍ର ସହିତ ବଣର ଅନେକ ଜୀବଜନ୍ତୁଙ୍କ ପିଲାମାନେ ଆସି ପାଠ ପଢ଼ିଲେ। କେବଳ ଶ୍ରେଣୀ ପାଠପଢ଼ା ନୁହେଁ, ପିଲାମାନେ ବିଭିନ୍ନ ପ୍ରକାର ଖେଳରେ ମଧ୍ୟ ସାମିଲ ହେଲେ। ଛାତ୍ରଛାତ୍ରୀମାନେ ପଡ଼ିଆରେ 11 ଜଣ ଲେଖାଏଁ ପ୍ରତି ଦଳରେ ରହି କ୍ରିକେଟ, ଫୁଟବଲ, ହକି ଖେଳିଲେ। ପିଲାମାନେ ତୁମେ ଜାଣିଛ କ୍ରିକେଟ, ଫୁଟବଲ, ହକିର ପ୍ରତ୍ୟେକ ଦଳରେ 11 ଜଣ ଲେଖାଏଁ ପିଲା ଖେଳନ୍ତି। ସେହିଭଳି ବାସ୍କେଟବଲରେ 5 ଜଣ ଲେଖାଏଁ, ଭଲିବଲରେ 6 ଜଣ ଲେଖାଏଁ ଖେଳାଳି ଖେଳ ଖେଳିଲେ। ଆଉ କିଛି ପିଲା ଲୁଡୁ, ଚେସ୍, କ୍ୟାରମ ଆଦି ଖେଳିଲେ। ମଧ୍ୟାହ୍ନ ଭୋଜନ ମିଳିମିଶି ଅତି ଆନନ୍ଦରେ ଖାଆନ୍ତି। ପ୍ରତ୍ୟେକ ଦିନ ପିଲାମାନେ ମଧ୍ୟାହ୍ନ ଭୋଜନ ଖାଆନ୍ତି। ବର୍ଷ ଶେଷରେ ପରୀକ୍ଷା ହେଲା। ଉଭୟ ଲିଖିତ ଓ ମୌଖିକ ପରୀକ୍ଷାରେ ଗଣିତ, ଭାଷା, ଜଣା ଅଜଣା ଆଦି ବିଷୟରେ ପ୍ରଶ୍ନ ପଡ଼ିଲା। ପରୀକ୍ଷା ଫଳ ପ୍ରକାଶ ପାଇଲା। ମହାମନ୍ତ୍ରୀଙ୍କ ପୁତ୍ର ସର୍ବାଧିକ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କଲାବେଳେ ରାଜାଙ୍କ ପୁଅ ଦ୍ୱିତୀୟ ସ୍ଥାନରେ ରହିଲା। ରାଜାଙ୍କ ମନ ଦୁଃଖ ହେଲା। ସେ ଭାବିଲେ ଘୋଡ଼ା ଶିକ୍ଷକ ପାଇଁ ଅଯୋଗ୍ୟ। ରାଜା ଘୋଡ଼ାକୁ ଶିକ୍ଷକ ଚାକିରିରୁ ତଡ଼ିଦେଲେ।
राजा कौन कले ना राजा एथर हाथी को शिक्षक रूपे नियुक्ति देले। हाथी पिलामानकु अति जत्न रे पाठ पढ़ाइले। वार्षिक क्रीडार आयोजन कले। विद्यालयर सभापति भालू आसी कृति छात्र छात्री मानकु पुरस्कार देले। पिला माने जेमिति तम विद्यालय रे वार्षिक क्रीडार आयोजन हुए, लंबडिया, उचडिया, दौड़, पुची, संगीत चौकी एही भली विभिन्न खेलर आयोजन हुए। हाथी पिला मानकु नै बणभोजी करिवाकु गले। बाघ रसेया भावरे गला। खीरी, खेचुड़ी, सालाड, पलाउ, पनीपरिबा तरकारी, खट्टा, पांपड़ आदि प्रस्तुत है। भड़ी की भड़ी खाद्य सबू प्रस्तुत है। पिला माने आनंद रे बसी भजन कले। गध मर्दल बजाइला, मौरी तुरी फुंकिला। पिला माने मन खुशी रे नाचिले। संध्या पूर्वरु घर को फेरी आसिले। वर्ष शेष रे पुणी परीक्षा हैला। एथर मध्य मंत्री पुओ प्रथम और राजांक पुओ द्वितीय स्थान रे रहिले। राजांक मुंड काम कला नहीं। राजा हाथी शिक्षक उपरे रागरे गरगर हेले। निज पुओ प्रथम न हेबारु हाथी को विद्यालय तोड़ी देले। राजा एथर निजे शिक्षक हेबाकू चाहिए। सिंह राजा शिक्षक होई विद्यालय रे पाठ पढ़ाइले। वर्ष शेष रे परीक्षा हैला। ए वर्ष मध्य मंत्री को पुओ प्रथम और राजा को पुओ द्वितीय स्थान रे रहिला। राजा निजर भूल बुझी पारिले। से जानिले निज पुओटी भल भावे परिश्रम करुनाही। राजा घोड़ा और हाथी शिक्षकों को डाकी क्षमा मागिले। पुणी थरे सेमानकु शिक्षक पदवी रे नियुक्ति देले। पिला माने आमे कौन शिखिले? सबु बेले अन्यर दोष बाछिबा अनुचित। बेले बेले आमर भी दोष थाए। कठिन परिश्रम करुथिबा छात्र छात्री सफल हुअंती। एणु बिना कारण रे गुरु को दोष देबा नहीं। तुम माने जानिछो जे गुरु ब्रह्मा, गुरु विष्णु, गुरुदेव महेश्वर, गुरु साक्षात परम ब्रह्म, तस्मै श्री गुरवे नमः। भिडियोटी शेष पर्यंत देखिथिबारु धन्यवाद।